ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଆଜି ବ୍ଲକ ସ୍ତରୀୟ ଲିଖିତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆଜି ମିଳିଥିବା ସୂଚନା ମୁତାବକ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଆଜି ଲିଖିତ କୁଇଜ୍ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ ବ୍ଲକର ବିଭିନ୍ନ 5ଟି ଉଚ୍ଚ ବିଦ୍ୟାଳୟ ଏନର୍ଜି କ୍ଲବ ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ସହଯୋଗ କରିଥିଲେ। ପ୍ରାରମ୍ଭରେ 6ଟି ବିଦ୍ୟାଳୟର 63 ଜଣ ଛାତ୍ରଛାତ୍ରୀ ଏଥିରେ ନାମ ପଞ୍ଜୀକୃତ କରିଥିଲେ। ତତ୍ପରେ ଶ୍ରେଣୀଗୃହ ମଧ୍ୟରେ ଲିଖିତ ପ୍ରତିଯୋଗିତା କରାଯାଇଥିଲା ଏବଂ ତାହା ମଧ୍ୟ ସଙ୍ଗେ ସଙ୍ଗେ ମୂଲ୍ୟାଙ୍କନ କରାଯାଇଥିଲା। ଉକ୍ତ ପ୍ରତିଯୋଗିତାରେ 3 ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ। ପ୍ରଥମ ସ୍ଥାନ ଆରାଧ୍ୟା ସିଂ ସାମନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାରଝୋଲା, ଦ୍ୱିତୀୟ ସ୍ଥାନ ପୁରସ୍କାର ଗ୍ରହଣ କରିଥିଲେ ବିଶ୍ୱଜିତ ବାରିକ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାରଝୋଲା, ତୃତୀୟ ସ୍ଥାନ ପୁରସ୍କାର ନେଇଥିଲେ ପୂଜା ଖିଲାର ସରକାରୀ ଉଚ୍ଚ ବିଦ୍ୟାଳୟ ବାହାରଝୋଲା। ଉକ୍ତ 3 ଜଣ ଛାତ୍ରଛାତ୍ରୀ ଆସନ୍ତା 8 ତାରିଖରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଆଜିର କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ସୁଧୀର ପ୍ରଧାନ ଏବଂ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିମୋଚନ ଦାସ ସହ ଶିକ୍ଷକ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସାହୁ, ସୁଷମା ସାହୁ, ଭରତ କୁମାର ମଙ୍ଗଳ, ହିନ୍ଦୀ ଶିକ୍ଷକ ଅଙ୍କେଶ କୁମାର ସାହୁ, କ୍ରୀଡ଼ା ଶିକ୍ଷକ ତୁଷାର ମିଶ୍ର ସହିତ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ। ଏହିପରି ଭାବେ ଆଜି ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ବ୍ଲକ ସ୍ତରୀୟ ଲିଖିତ କୁଇଜ୍ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି।